DS ଓଡ଼ିଆ କାର୍ଟୁନ। ଏକଥା ବହୁତ ଦିନ ପୂର୍ବରୁ ଗାଁରେ ଗୋଟେ ଦରିଦ୍ର ଚାଷୀ ରହୁଥିଲା। ସେଥିରେ ଗୋଟେ ଛୋଟ ଟ୍ରାକ୍ଟର, ଗୋଟେ ପୁରୁଣା ବୋଲି ଥିଲା, ଯାହାକୁ ସେ କଷ୍ଟ କରି ଚଲାଉଥାନ୍ତି। ଦିନେ ଚାଷୀ ସକାଳୁ କ୍ଷେତକୁ ଯିବାକୁ ଟ୍ରାକ୍ଟରରେ ଚାଷ କରୁଥିଲା। ହଠାତ୍ ଜଙ୍ଗଲରୁ ଗୋଟେ ବିଲୁଆ ଆସିଲା। ବିଲୁଆ ଖୁବ୍ ଚାଲାକ। ସେ ଭାବିଲା, ଏହି ଚାଷୀକୁ ଫସାଇ ମୋର ପେଟ ଭରିବି। ସେ ଚାଷୀଙ୍କ ପାଖରେ ଗେଲା ଓ ମିଠା କଥା କହିଲା। ହେ ଚାଷୀ ଭାଇ, ତୁମର ଟ୍ରାକ୍ଟର ବହୁତ ଜୋରଦାର। ମୁଁ ଯଦି ତୁମ ସହିତ ଥାଏ, ତୁମେ କ୍ଷେତରେ ଆଉ ଭଲ କାମ କରିପାରିବ। ଦିନେ ବିଲୁଆ ରାତିରେ ଚାଷୀଙ୍କ ଘରକୁ ପଶି କୁକୁଡ଼ା ଚୋରି କରିବାକୁ ଲାଗିଲା। କିନ୍ତୁ ଚାଷୀର ଟ୍ରାକ୍ଟର ବୁଦ୍ଧିମାନ ଥିଲା। ସେ ଭୟଙ୍କର ଶବ୍ଦ କରିବାରୁ ଚାଷୀ ଜାଣିଗଲା। ଚାଷୀ ବୁଝିଗଲା ବିଲୁଆ ତାକୁ ଧୋକା ଦେଉଛି। ତୁରନ୍ତ ସେ ଲାଠି ନେଇ ବିଲୁଆକୁ ଦେଖି ଦେଲା। ଏହି ଗପଠୁ କ'ଣ ଶିଖିବାକୁ ପାଇଲା ପିଲାମାନେ? ଧୋକାବାଜକୁ କେବେ ବିଶ୍ୱାସ କରିବା ଉଚିତ ନୁହେଁ। ସାଧାରଣ ସତ୍ୟବାନକୁ ସବୁବେଳେ ଭଲ ଫଳ ମିଳେ।